ଆସନ୍ତୁ ସମସ୍ତେ ମିଶି ହସିବା, ଆମ ଗାଁକୁ ସୁନ୍ଦର ଭାବରେ ହସେଇବା। ସାଙ୍ଗମାନେ ଆମେ ଯେଉଁ 18 ତାରିଖ ପ୍ରୋଗ୍ରାମ୍ କରିଛୁ ଆସିବା ପାଇଁ ଭୁବନେଶ୍ୱର, ତାର ପ୍ଲେସ୍ଟା ମୁଁ ସମସ୍ତଙ୍କୁ କହିଦେଉଛି କେଉଁଠିକି ଆସିବାକୁ ପଡ଼ିବ। 11 ତାଲା ପାଖ ବୁଦ୍ଧ ମନ୍ଦିର, ଆଚାର୍ଯ୍ୟ ବିହାର। ତ ହାଉସିଂ ବୋର୍ଡ଼ ଛକ ପଚାରିଲେ ଟେମ୍ପୋ ବାଲାକୁ ବସ୍ ବାଲାକୁ ସେ କହିପାରିବେ। ହାଉସିଂ ବୋର୍ଡ଼ ଛକ ଆଚାର୍ଯ୍ୟ ବିହାର ପାଖ ବୁଦ୍ଧ ମନ୍ଦିର, ସେଇଠି ହେବ। ସେଇ ମିଟିଂ ହଲ୍ରେ ହେବ ମିଟିଂ। 10ଟାରୁ ଆରମ୍ଭ। ସମସ୍ତଙ୍କୁ ରିକ୍ୱେଷ୍ଟ ଆସନ୍ତୁ, ସବୁ ଜିଲ୍ଲାରୁ ଆସିଲେ ଆମେ ଏକତ୍ରିତ ହେବା। ଆଜିର ଏଇ ଏକତ୍ରିତ ଆମେ ଚାହୁଁନଥିଲୁ, ଏଇଟା ଆମର ହେବାର ନଥିଲା। ତ ଦୀର୍ଘ 5 ମାସ ହେଇଗଲାଣି। 5 ମାସ ଭିତରେ ତ ସରକାରଙ୍କର ନୂଆ ନୀତି, ନୂଆ ନିୟମ, ନୂଆ ଲାଗୁ ହେଉଛି ସମସ୍ତଙ୍କ ପାଇଁ। ସବୁ କିଛି କରୁଛନ୍ତି ସୁବିଧା। ଯେପରିକି କାଲି ହେଉଛି ଇଏ ଖାଦ୍ୟର ମାନ ବଢ଼େଇଛନ୍ତି ସ୍କୁଲରେ, ପ୍ରଥମରୁ 10ମ ପର୍ଯ୍ୟନ୍ତ। ଆଉ ଅଙ୍ଗନବାଡ଼ି ବାଲା କୁଆଡ଼େ ଗଲେ? ସେମାନେ ଦେଉନାହାନ୍ତି। ଅଣ୍ଡା ରେଟ୍ କ'ଣ ତାଙ୍କୁ ଖାଲି ଶସ୍ତାରେ ଦେଇଦେଉଛି ଦୋକାନୀବାଲା? ତ ବହୁତ ଗୁଡ଼ାଏ ଜିନିଷକୁ ନେଇକରି ଆମ ଦରମା ବୃଦ୍ଧି ଇସ୍ତାହାରରେ ଲେଖା ହେଇଥିଲା ଇଲେକ୍ସନ୍ ପୂର୍ବରୁ। ତା'ର ମାନେ ନାଁ ଗନ୍ଧ ବି ନାହିଁ। ବହୁତ ଗୁଡ଼ାଏ କାମ ବି ହେଭି ଲୋଡ଼ ଦିଆହେଉଛି, ଅନଲାଇନ୍ କାମ ହେଭି ଦିଆହେଉଛି। ଯେଉଁ ମୋବାଇଲ୍ ଦିଆହେଉଛି, କେତେ ଟଙ୍କାର ମୋବାଇଲ୍? ତ ଏକୁଟିଆ ଜଣେ ଭଉଣୀ ଲଢ଼ିଲେ ହେବନି। ତ ଜଣେ ଭଉଣୀର କଷ୍ଟ ନୁହଁ। ଆଗରୁ କ'ଣ କରୁଥିଲେ, ଯେଉଁମାନେ ଆମକୁ ପ୍ରଥମେ କଷ୍ଟ କରିବାକୁ ପଡ଼ିବ, ତାହେଲେ ଯାଇକି ଆମେ ସକ୍ସେସ୍ ପାଇବା। ଆଉ ଯେ କହିବା ସିଏ ଭିତରେ ଟାଣା ଉଟାରା ବହୁତ ହେବେ। ଇଂରେଜମାନେ ଯେତେବେଳେ ଶାସନ କରୁଥିଲେ ଆମକୁ, ସେତେବେଳେ ବି ଆମରି ନିଜ ଲୋକ ହିଁ ଇଂରେଜମାନଙ୍କୁ ଆମ ନିଜ ଲୋକକୁ ଧରେଇ ଦେଇକି ଫାଶୀ ଦିଆ କରାଉଥିଲେ, ଦଣ୍ଡରେ ଦଣ୍ଡିତ କରାଉଥିଲେ। ତ ସେଦିନ ବି ଏଇ ଓଡ଼ିଶା ଲୋକ ଦେଖିଛନ୍ତି। ତ ତାକୁ ବି ଅଙ୍ଗ ଲିଭେଇକରି ସ୍ୱାଧୀନ ହେଇଛନ୍ତି। ତ ଠିକ୍ ସେମିତି ଆମେ ନୂଆ ପରିଚୟ ପାଇବା, ଆଉ ସବୁ ଭଉଣୀ ଏକ ହେବା। ଏଇଠି ସବୁ ସଂଘର ଭଉଣୀମାନଙ୍କୁ ଡକା ହେଉଛି, କେବଳ ଗୋଟିଏ ସଂଘର ଭଉଣୀକୁ ଡକା ହେଉନି। ଇଏ BMS ଜିନ୍ଦାବାଦ, BSS ଜିନ୍ଦାବାଦ, AITC ଜିନ୍ଦାବାଦ, CITU ଜିନ୍ଦାବାଦ। ତ ସବୁ ସଂଘର ମିଳନରେ ହେଉଛି, ସଂଗଠନରେ ସବୁ ଭଉଣୀ ଏକତ୍ରିତ ହେବେ, ଏକ ମନ ନେଇକି ଆଗକୁ ଯିବେ। ତ ଇଏ ହେଉଛି ଆମର ଆବଶ୍ୟକତା ପୂରଣ କରିବା ପାଇଁ, ଆମର ହକ୍ ମାଗିବା ପାଇଁ, ସମସ୍ତଙ୍କୁ ଆହ୍ୱାନ ଆସିବା ପାଇଁ। ଏଠି ଗୋଟେ ଭଉଣୀ କି ଗୋଟିଏ ଜିଲ୍ଲା କି କେହି ଲଢ଼ିଲେ ହେବନି। ଯେପର୍ଯ୍ୟନ୍ତ ତୁମେ ନ ଲଢ଼ିବ, ସେ ପର୍ଯ୍ୟନ୍ତ ତୁମକୁ ଶୋଷଣ କରୁଥିବେ ନେଇକି। ଯଦି ତୁମେ ନିଜେ ତୁମ ଭବିଷ୍ୟତ ଚିନ୍ତା କରିବ, ନିଜର ପୁଅ ଝିଅ କଥା ଚିନ୍ତା କରିବ, ତାହେଲେ 18 ତାରିଖ 10ଟା ସୁଦ୍ଧା ଆସିକି ଆଚାର୍ଯ୍ୟ ବିହାର ପାଖ ହାଉସିଂ ବୋର୍ଡ଼ ପାଖ ବୁଦ୍ଧ ମନ୍ଦିରରେ ଆସିକି ପହଞ୍ଚିବ। ସବୁ ଭଉଣୀମାନଙ୍କୁ ରିକ୍ୱେଷ୍ଟ, ନିଶ୍ଚିତ ଭାବରେ ଆସନ୍ତୁ। ଫାଷ୍ଟ ସବୁ ଭଉଣୀମାନଙ୍କର କି ଷ୍ଟ୍ରାଇକ୍ କେମିତି ଆଗେ ହେବ? ଆଗେ ଆମର ଗୋଟେ ସୁସ୍ଥ ବୈଠକ ହେବ। ସବୁ ଜିଲ୍ଲାରୁ ଆହ୍ୱାନ ହେଇଛି, ସମସ୍ତେ ଆସିଲେ ଆମେ ଗୋଟେ ଗ୍ରୁପ୍ ୱାଇଜ୍ ହେବ। ଆମେ ଗୋଟେ ଗ୍ରୁପ୍ କରିବୁ। ଗ୍ରୁପ୍ କରିସାରିଲା ପରେ ତାପରେ ଯାଇକି ଆମେ ଆମର ଡିସିସନ୍ ଯାହା ଭଉଣୀମାନେ ନେବେ, ସେଇ ଅନୁସାରେ ଆମେ ରାଲିକି ଆହ୍ୱାନ କରିବୁ। ତ ସମସ୍ତେ ଆସିଲେ ସୁସ୍ଥ ଭବିଷ୍ୟତ ଗଠନ କରିବ, ନହେଲେ ସେମିତି କାନ୍ଦିବ। ଆଉ ସେତେବେଳେ ଯେମିତି ସମସ୍ତେ ବଳିଦାନ ପାଇକରି ସ୍ୱାଧୀନତା ଦେଇଛନ୍ତି, ଏବେ ବି ଭଉଣୀମାନେ ବହୁତ କଷ୍ଟ କରୁଛନ୍ତି କି ଆଗକୁ ଆସ, ଆସିଲେ ଆମେ କିଛି କରିବୁ। ଯଦି ସେମାନଙ୍କ ମାନ ସମ୍ମାନକୁ ରଖିକି ଯଦି ଆଗକୁ ଆସିବ, ତାହେଲେ ସୁସ୍ଥ ଭବିଷ୍ୟତ ପାଇବ। ନହେଲେ ଯଦି ଘରେ ରହିଯିବ, ତାହେଲେ ଭବିଷ୍ୟତ ଅନ୍ଧାର ହେଇଯିବ। ରହିଲେ 18 ତାରିଖକୁ ଅପେକ୍ଷା କରି ସମସ୍ତ ଭଉଣୀକି ଅନୁରୋଧ, ନିଶ୍ଚିତ ଭାବରେ ଆସନ୍ତୁ। ସୁସ୍ଥ ବୈଠକ ହେବ, ଆଉ ସୁନ୍ଦର ଭାବରେ ଆମର ଜୀବନ ସୁଖମୟ ହେବ। ଏଠି କୌଣସି ବାଦ ବିବାଦ ହେବନି କି ହିଂସା କେଉଁଠି ରହିବନି। ତ ଆମେ ଭଉଣୀମାନଙ୍କ ମତ ଅନୁସାରେ କାମ ହେବ। ରହିଲି ସାଙ୍ଗମାନେ, ହୃଦୟର କଷ୍ଟ ଯନ୍ତ୍ରଣା ନେଇକରି ଆଗକୁ ଆସିଛୁ ଭଉଣୀମାନଙ୍କୁ ନେଇକରି। ନିଶ୍ଚିତ ଭାବରେ ସବୁ ଭଉଣୀମାନେ ଆସିବେ, ଆଉ 18 ତାରିଖ ପ୍ରୋଗ୍ରାମକୁ ସକ୍ସେସଫୁଲ୍ କରିବେ। ଥ୍ୟାଙ୍କ ୟୁ। ମୋର ଲାଷ୍ଟରେ ଗୋଟେ ଗୀତ, ଆଲୋ ଅପା ଆଲୋ, ବସିବା ତୋର ମୋର ମିତଲୋ। ଥ୍ୟାଙ୍କ ୟୁ। ମିତ ବସିବା ଅପା, ନିଶ୍ଚିତ ଭାବରେ 18 ତାରିଖ ଆସିବ।